ଗୋଟିଏ ଗାଁରେ ଜଣେ ବାବାଜୀ ରହୁଥିଲେ। ସେ ଗାଁର ସବୁ ପିଲାଙ୍କୁ ନିୟମିତ ରୂପେ ଶିକ୍ଷା ଦେଉଥିଲେ। ଦିନେ ସେ ପିଲାମାନଙ୍କୁ ଉଚ୍ଚ ଗଛରେ ଚଢ଼ିବା ଶିଖାଉଥିଲେ। ଗ୍ରାମବାସୀମାନେ ତାଙ୍କୁ ପ୍ରଶିକ୍ଷଣ ଦେବାର ଦେଖୁଥିଲେ। ସେମାନେ ଦେଖିଲେ ଯେ ବାବାଜୀ ପିଲାଙ୍କୁ ଚଢ଼ିବା ସମୟରେ ତ କିଛି କହନ୍ତି ନାହିଁ, କିନ୍ତୁ ଓହ୍ଲାଇବା ସମୟରେ ପ୍ରତ୍ୟେକକୁ ଦେଖି ଚାହିଁ ଆସ୍ତେ କରି ଓହ୍ଲାଇବାକୁ କହନ୍ତି। ଲୋକେ ତାଙ୍କୁ ପଚାରିଲେ, ବାବାଜୀ, ଗଛ ଉପରେ ଚଢ଼ିବା ସବୁଠାରୁ କଷ୍ଟକର କାର୍ଯ୍ୟ, କିନ୍ତୁ ଆପଣ ଓହ୍ଲାଇବା ସମୟରେ ସାବଧାନ ରହିବାକୁ କାହିଁକି କହୁଛନ୍ତି? ବାବାଜୀ କହିଲେ, ବାପାମାନେ, ଚଢ଼ିବା ସମୟରେ ଲକ୍ଷ୍ୟ ପ୍ରାପ୍ତି ଦିଗରେ ସମସ୍ତଙ୍କର ଏକାଗ୍ରତା ଥାଏ। ସେଥିପାଇଁ ପ୍ରତ୍ୟେକ ସାବଧାନ ରହନ୍ତି। ଲକ୍ଷ୍ୟ ମିଳିଯିବା ପରେ ସମସ୍ତେ ଢିଲା ହୋଇଯାଆନ୍ତି। ତେଣୁ ଓହ୍ଲାଇବା ବେଳେ ଅଧିକାଂଶ ଦୁର୍ଘଟଣା ଘଟିଥାଏ। ଏହି ସିଦ୍ଧାନ୍ତ ଜୀବନ ଉପରେ ବି ଲାଗୁ ହେବା କଥା ଲୋକେ ବୁଝିପାରିଲେ। ଏହି ସିଦ୍ଧାନ୍ତ ଅନୁସାରେ କେବଳ କାର୍ଯ୍ୟର ସଫଳତା ପ୍ରାପ୍ତି ହିଁ ନୁହେଁ, ବରଂ ଆବଶ୍ୟକ ଅନ୍ୟଥା ସାବଧାନତା ହଟିବା ମାତ୍ରେ ଦୁର୍ଘଟଣା ଘଟିଥାଏ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।